ଆଚ୍ଛା, ନିର୍ବାଚନ ମାନେ କ'ଣ? କିଏ ହାରିଲା, କିଏ ଜିତିଲା, ବାସ୍ ଏତିକି? ନା, ତାଠୁ ବହୁତ ବେଶୀ କିଛି। ପ୍ରକୃତ କଥା ହେଲା, ସେହି ସଂଖ୍ୟା ଭିତରେ ଲୁଚିଥିବା ଲୋକଙ୍କ କଥାକୁ ବୁଝିବା। ତେବେ ଆଜି ଆମେ ଓଡ଼ିଶାର ଆସିକା ନିର୍ବାଚନ ମଣ୍ଡଳୀକୁ ନେଇ କଥା ହେବା। ଦେଖିବା କେମିତି ଡାଟା, କେମିତି ସଂଖ୍ୟା ଗୋଟେ ପୁରା କାହାଣୀ ଆମ ସାମ୍ନାକୁ ଆଣିପାରୁଛି। ଆମର ଏଇ ଯେଉଁ ବିଶ୍ଳେଷଣ ତାର ଆରମ୍ଭ ହେଉଛି ଆସିକାରୁ। ଦେଖିବାକୁ ଗଲେ ଏଇଟା ମାনଚିତ୍ରରେ ଗୋଟେ ଜାଗା ମାତ୍ର, କିନ୍ତୁ ଯଦି ଆମେ ଭିତରକୁ ଯିବା, ସେଠାକାର ମାଟି, ସେଠାକାର ପାଣି ଆଉ ସେଠାକାର ଲୋକଙ୍କର ଆଶା ଆକାଂକ୍ଷା ଏସବୁ ମିଶି ଗୋଟେ ଏମିତି ରାଜନୀତିକ କାହାଣୀ ତିଆରି କରନ୍ତି ଯାହା ସାଧାରଣତଃ ଆମ ଆଖିରେ ପଡ଼େନି। 8059। ହଁ, ଠିକ୍ ଶୁଣିଲେ, 8059। ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏଇଟା ହେଉଛି ସେଇ ପାର୍ଥକ୍ୟ, ସେଇ ଫାଙ୍କ, ଯାହା ଜିତିବା ଆଉ ହାରିବା ଭିତରେ ଥିଲା। ଆଉ ଜାଣିଛନ୍ତି, ଏଇ ଗୋଟିଏ ସଂଖ୍ୟା, କେବଳ ଗୋଟିଏ ସଂଖ୍ୟା ହିଁ ଆସିକାର ପୁରା ରାଜନୈତିକ ମାନଚିତ୍ରକୁ ବଦଳେଇ ଦେଲା। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? ଏହି ଫଳାଫଳ ପଛରେ ପ୍ରକୃତ କାରଣଟା କ'ଣ ଥିଲା? ଚାଲନ୍ତୁ ଆଜି ଏହି ସଂଖ୍ୟାର ପୋଷ୍ଟମର୍ଟମ କରିବା ଆଉ ତା ଭିତରେ ଲୁଚି ରହିଥିବା ପ୍ରକୃତ କାରଣଗୁଡ଼ିକୁ ଗୋଟି ଗୋଟି କରି ଖୋଜି ବାହାର କରିବା। ଆମେ ଆମର ବିଶ୍ଳେଷଣ ଆରମ୍ଭ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, କାରଣ ନିର୍ବାଚନଟା କେବେ ବି କେବଳ ସଂଖ୍ୟାର ଖେଳ ନୁହେଁ, ଏହା ହେଉଛି ଲୋକଙ୍କର ବିଶ୍ୱାସର, ଭରସାର ଏକ ପ୍ରତିଫଳନ। ଦେଖନ୍ତୁ, ଏଠି ଆମେ କୌଣସି ଦଳର କଥା କହିବାକୁ ବସୁନୁ। କଥାଟା ହାର ଜିତ୍ର ନୁହେଁ। କଥା ହେଉଛି ଲୋକଙ୍କ ସେବା କରିବାର ସେଇ ଅଧିକାରକୁ ପାଇବା। ଆଉ ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ କଥା କୁହେ, ସେହି ଅନୁସାରେ ପ୍ରତ୍ୟେକ ନାଗରିକର ସମ୍ମାନକୁ ସୁରକ୍ଷିତ ରଖିବା। ତେବେ ଚାଲନ୍ତୁ ଏବେ ସିଧା ଆସିବା କଥାକୁ ଆସିବା। ସେହି ନିର୍ବାଚନ ମଣ୍ଡଳୀ ଯେଉଁଠିକାର ଲୋକମାନଙ୍କର ନିଜର କିଛି ସମସ୍ୟା ଅଛି, ନିଜର କିଛି ଚିନ୍ତା ଓ ଆବଶ୍ୟକତା ଅଛି। ଏହି ଗୋଟିଏ ଲାଇନ୍, ବସ୍ ଏହି ଗୋଟିଏ ଲାଇନ୍ ହିଁ ଆସିକାଲିର ବୋଧେ ସବୁଠୁ ବଡ଼ ସମସ୍ୟାକୁ ଦର୍ଶାଇ ଦେଉଛି। କଥାଟା ଖାଲି ପିଇବା ପାଣିର ନୁହେଁ, କଥାଟା ଚାଷର, ଜୀବିକାର ଆଉ ଏହି ଜଳ ସଙ୍କଟ ସିଧାସଳଖ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଛି। ଆସିକାକୁ ବୁଝିବା ପାଇଁ ଆମକୁ ତାର ସାମାଜିକ ଗଠନକୁ ବୁଝିବାକୁ ପଡ଼ିବ। ଏଠି ପ୍ରାୟ 70% ଲୋକ ହେଉଛନ୍ତି ଓବିସି ବର୍ଗର, ଆଉ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। ତେଣୁ ଏହି ଦୁଇଟି କଥାକୁ ଯିଏ ବୁଝିପାରିବ, ସେହି ଏଠାକାର ରାଜନୀତିକୁ ବୁଝିପାରିବ। ଆଚ୍ଛା, ଏତେ ସବୁ କଥା ପରେ ଏବେ ଆସନ୍ତୁ ସିଧା ସଂଖ୍ୟା ଉପରକୁ। ଦେଖିବା 2024 ନିର୍ବାଚନର ପ୍ରକୃତ ଫଳାଫଳ ଆମକୁ କ'ଣ କହୁଛି। -13%। 2019 ତୁଳନାରେ ବିଜେଡିଙ୍କ ଭୋଟ ସେୟାରରେ ଏତେ ବଡ଼ ହ୍ରାସ। ଏହା କୌଣସି ସାଧାରଣ ପରିବର୍ତ୍ତନ ନୁହେଁ, ଏହା ଗୋଟେ ବଡ଼ ରାଜନୈତିକ ସଂକେତ ଦେଉଥିଲା। ଭୋଟିଂ ହାର ଥିଲା ମାତ୍ର 59.1%। ଆଉ ଜାଣନ୍ତି, ଏହା ରାଜ୍ୟର ହାରାହାରି ଭୋଟିଂଠାରୁ ବି କମ୍ ଥିଲା। ଏଥିରୁ କ'ଣ ଜଣାପଡ଼ୁଛି? ଏଥିରୁ ସ୍ପଷ୍ଟ ଯେ ଭୋଟରଙ୍କ ଭିତରେ ଗୋଟେ ପ୍ରକାର ଉଦାସୀନତା ଥିଲା, ଯାହା ଶାସକ ଦଳ ପାଇଁ ଆଦୌ ଭଲ ସଂକେତ ନଥିଲା। ଏହି ସଂଖ୍ୟାଗୁଡ଼ିକ ନିଜେ ହିଁ ଗୋଟେ ପୁରା କାହାଣୀ କହୁଛନ୍ତି। ଦେଖନ୍ତୁ, 2019ରେ ଯେଉଁ ଦଳକୁ 55%ରୁ ଅଧିକ ଭୋଟ ମିଳିଥିଲା, ସେହି ଦଳ 2024ରେ ସିଧା 42.5%କୁ ଖସି ଆସିଲା। ଏଇ ଯେଉଁ ବଡ଼ ପରିବର୍ତ୍ତନ, ଏଇଟା ହିଁ ଫଳାଫଳକୁ ପୁରା ଓଲଟପାଲଟ କରିଦେଲା। ଏବେ ଯଦି ଆମେ ସବୁ ସଂଖ୍ୟାକୁ ଏକାଠି ରଖି ଦେଖିବା, ତେବେ ଗୋଟିଏ କଥା ପରିଷ୍କାର ହୋଇଯାଉଛି। ହାରଜିତ୍ର ବ୍ୟବଧାନ ଥିଲା ମାତ୍ର 8059 ଭୋଟ। ଯେତେବେଳେ ବ୍ୟବଧାନ ଏତେ କମ୍ ଥାଏ, ସେତେବେଳେ ଛୋଟ ଛୋଟ କାରଣ ବି ବହୁତ ବଡ଼ ପ୍ରଭାବ ପକାଇପାରେ। ଏପର୍ଯ୍ୟନ୍ତ ଆମେ ଦେଖିଲେ ଯେ କ'ଣ ହେଲା, କିନ୍ତୁ ଏବେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଏସବୁ କାହିଁକି ହେଲା। ଏହି ନିର୍ବାଚନୀ ପରିବର୍ତ୍ତନ ପଛର ମୂଳ କାରଣଗୁଡ଼ିକ କ'ଣ ଥିଲା? ଆମ ବିଶ୍ଳେଷଣ କହୁଛେ ଯେ ବିଜେଡିର ପରାଜୟ ପଛରେ ମୁଖ୍ୟତଃ 4ଟା କାରଣ ଥିଲା। ପ୍ରଥମତଃ, ମହିଳା ଭୋଟରଙ୍କ ମତରେ ପରିବର୍ତ୍ତନ। ଦ୍ୱିତୀୟରେ, ଏକ ସରକାର ବିରୋଧୀ ଲହର। ତୃତୀୟରେ, କୃଷକମାନଙ୍କ ଭିତରେ ଥିବା ଅସନ୍ତୋଷ। ଆଉ ଚତୁର୍ଥରେ, ଭୋଟରଙ୍କ ଭିତରେ ଥିବା ସେଇ ଉଦାସୀନତା। ଏହିସବୁ କାରଣ ଯେତେବେଳେ ଏକାଠି ହେଲା, ସେତେବେଳେ ଏହି ପରିବର୍ତ୍ତନ ଆସିଲା। ଦେଖନ୍ତୁ, ରାଜନୀତିରେ ନାରାଟିଭ୍ ବା କାହାଣୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋଟେପଟେ ବିଜେଡି ତାର ପୁରୁଣା ସ୍ଥିରତା ଓ କଲ୍ୟାଣର କାହାଣୀ କହୁଥିଲା, କିନ୍ତୁ ଅନ୍ୟପଟେ ବିଜେପି ପରିବର୍ତ୍ତନର ଏକ ବହୁତ ଶକ୍ତିଶାଳୀ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହେଲା। ଆଚ୍ଛା, ସମସ୍ୟା ବିଷୟରେ ତ ବହୁତ କଥା ହେଲେ। ଏବେ ଆସନ୍ତୁ ସମାଧାନ ଆଡ଼କୁ। ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଆଉ କାର୍ଯ୍ୟକ୍ଷମ ରଣନୀତି କ'ଣ ହୋଇପାରେ, ସେ ବିଷୟରେ କଥା ହେବା। ଲୋକଙ୍କର ସେଇ ହଜିଯାଇଥିବା ବିଶ୍ୱାସକୁ ଫେରେଇ ଆଣିବା ପାଇଁ ଏକ 90 ଦିନିଆ ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି। ପ୍ରଥମ 30 ଦିନ କେବଳ ଲୋକଙ୍କ କଥା ଶୁଣିବା ପାଇଁ, ତାପରେ 30 ଦିନ କାମ ଆରମ୍ଭ କରିବା ପାଇଁ, ଆଉ ଶେଷ 30 ଦିନ ଲୋକଙ୍କ ପାଖକୁ ଯାଇ ନିଜ କାମ ବିଷୟରେ କହିବା ପାଇଁ।
ଏହିପରି ଏକ ଯୋଜନାବଦ୍ଧ ଉପାୟରେ କାମ କରିବାକୁ ପଡ଼ିବ। ଖାଲି ରଣନୀତି ବଦଳାଇ ଦେଲେ ହେବନି, ପ୍ରାର୍ଥୀଙ୍କୁ ମଧ୍ୟ ନିଜର ଛବି ବଦଳାଇବାକୁ ପଡ଼ିବ। ନିଜକୁ କେବଳ ଦଳର ଜଣେ ଅନୁଗତ ଭାବେ ନୁହେଁ, ବରଂ ଲୋକଙ୍କ ସମସ୍ୟା ବୁଝୁଥିବା ଓ ତାର ସମାଧାନ କରୁଥିବା ଜଣେ ନେତା ଭାବରେ ଉପସ୍ଥାପିତ କରିବାକୁ ହେବ। ଏହି ନୂଆ ଅଭିଯାନର ମୂଳଦୁଆ ହେବ ଏକ ସ୍ପଷ୍ଟ ଏବଂ ସରଳ ସ୍ଥାନୀୟ ଏଜେଣ୍ଡା। ଏଥିରେ ଲୋକଙ୍କର ମୌଳିକ ସମସ୍ୟା, ଚାକିରି, ପାଣି, ରାସ୍ତା ଏସବୁର ସମାଧାନ ଉପରେ ଫୋକସ୍ କରାଯିବ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ, ଲୋକଙ୍କ ସମସ୍ୟା ଶୁଣିବା ବେଳେ ତାଙ୍କର ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଭାରତର ଡିପିଡିପି ଆଇନ ଅନୁସାରେ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ଏବେ ଆସନ୍ତୁ ଏହି ଆସିକାର ନିର୍ଦ୍ଦିଷ୍ଟ ଘଟଣାରୁ ବାହାରି ଟିକେ ବଡ଼ ଚିତ୍ରକୁ ଦେଖିବା। କାରଣ ଆଧୁନିକ ରାଜନୀତି କେବଳ ଭାଗ୍ୟ ବା ସୁଯୋଗର ଖେଳ ହୋଇ ରହିନାହିଁ। ଏହି ପ୍ରଶ୍ନଟି ହିଁ ଆମର ସମସ୍ତ ବିଶ୍ଳେଷଣର ମୂଳ କଥା। ଶାସନ କ'ଣ ଭାଗ୍ୟ ଉପରେ ଚାଲେ, ନା ଏହାକୁ ସଠିକ୍ ଡାଟା, ସଠିକ୍ ରଣନୀତି ବଳରେ ଏକ ବ୍ୟବସ୍ଥିତ ପ୍ରକ୍ରିୟାରେ ପରିଣତ କରାଯାଇପାରେ? ଆମ ବିଶ୍ଳେଷଣ କହୁଛି ହଁ, ଏହା ସମ୍ଭବ। ଆଉ ଶେଷରେ ଗୋଟିଏ କଥା ମନେ ରଖିବା ନିହାତି ଜରୁରୀ। ଡାଟା ଆଧାରିତ ରାଜନୀତିର ଅସଲ ଉଦ୍ଦେଶ୍ୟ କେବଳ ନିର୍ବାଚନ ଜିତିବା ନୁହେଁ। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା। ଯେତେବେଳେ ରାଜନୀତି ଜନସେବାର ମାଧ୍ୟମ ପାଲଟିଯାଏ, ସେତେବେଳେ ହିଁ ପ୍ରକୃତ ବିଜୟ ହୁଏ।